ନା ନା ଏଟା ହେଇଥିବ ରାଜାଙ୍କ ଘର ଚାକରାଣୀ। କେମିତି ଡାକିବି ଆଉ କେମିତି ପଚାରିବି? ଲଳା ବୋଲି ଡାକିବି, ମାଉସୀ ବୋଲି ଡାକିଲେ କଣ ଗୋଟେ ଖରାପ ଭାବିବନି ତ? କାହିଁକି ଭାବିବ? ମୁଁ ଟିକେ ପଚାରି ଦେଖିବି। ମାଉସୀ ଲୋ, ମାଉସୀ ଟିକେ ଶୁଣିଲ। हरी बोला हरी बोला हरी क्या गोटे किए बाप मो भाणजी परा दिसुची ना 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 मो भाणजी नुह मो भाणजी नुह ଟିକେ ଭଲରେ ପଚାରିବି ପରରେ ପଚାରିବି। ଆଲୋ ମାଉସୀ ଲୋ, ଆପଣ କିଏ ମାଉସୀ? ମାମୁଁ ସତରେ ଆପଣ? ଆରେ ମୁଁ ତ ଆପଣଙ୍କୁ ଏମିତି ଦେଖି ଜମାରେ ଜାଣିପାରୁନଥିଲି। କଣ 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 କହିଲ ମାମୁଁ? ହଁ ଆରେ ମାଉସୀ, ଆପଣଙ୍କୁ ମୁଁ କେମିତି ଚିଣିବି? ନା ନା ତମେ ମୋ ଭାଣଜି ନୁହଁ, ତମେ ତ ଗୋଟେ ହଉଛ ପାଟରାଣୀ। ନା ମାମୁଁ, ଆରେ ମୋ ପରା ଆପଣ ତ ସେଇ ଭାଣେଜୀ ସୀତା। ଆହା ବୋଲ ହରି ବୋଲ ହରି ବୋଲ ହରି। କଣ କହିଲୁ? ତୁମ ଭାଣଜି ସୀତା? ଆରେ ମା ସୀତା, ଏ ରାଜାଙ୍କ ଘରରେ କଣ କରୁଛୁ କିରେ ମା? କଣ କରିବି ମାମୁଁ? ଏ ଜେନାବଲି ରାଜ୍ୟରେ ଅଛି, ମୁଁ ସେଇ ରାଜାଙ୍କୁ ବାହା ହୋଇ ଏ ଜେନାବଲି ରାଜ୍ୟର ପାଟରାଣୀ ହୋଇଛି ମାମୁଁ, ପାଟରାଣୀ ହୋଇ। କଣ 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 କହିଲୁ? ସତରେ ତୁ ପାଟରାଣୀ ହେଇଯାଇଛୁ? ସେଥିପାଇଁ ତୋ ହାତରେ ଶଙ୍ଖା, ତୋ ମଥାରେ ସିନ୍ଦୁର, ଆଉ ତୋ ବେକରେ ମଙ୍ଗଳସୂତ୍ର। ଆହା ବୋଲ ହରି ବୋଲ ହରି ବୋଲ ହରି। এই কথাটা ମୋ ଗୁରୁଙ୍କ ପାଖରେ କହିଦେବି। এই କଥାଟା କହିଲେ ମୋତେ ମଦ ପିଇବା ପାଇଁ ଟଙ୍କାଟା ମିଳିଯିବ। ସମୟ କରିବି, ମୋ ଗୁରୁକୁ ଟିକେ ଡାକିବାକୁ ପଡ଼ିବ। ଗୁରୁ ଗୁରୁ ରାଜବଂଶ ଭିତରେ କଣ କରୁଛ ତମେ? ଗୁରୁ ଆଗରୁ ମୁଁ ତମକୁ କଲି ନମସ୍କାର। ନମସ୍କାର। ଗୁରୁ କଣ ହେଲା? ଆପଣଙ୍କୁ ମୁଁ କାହିଁକି ଡାକିଛି? କଣ ହେଲା? କାହିଁକି ଡାକିଛି? ମୋ ଭଣଙ୍କୁ ସୀତାର ପରା ମିଳି ଯାଇଛି। ମିଳିଯାଇଛି? ଆରେ ସେ କୋଉଠି? ଆଜ୍ଞା ତମ ପଛଆଡ଼େ ପଛଆଡ଼େ। ହରିର ଆଜ୍ଞା ଏ କଣ ସେ ସୀତା? ହଁ ଆଜ୍ଞା। ବୋଧେ ତମେ ଅନ୍ଧ ହେଇଯାଇଛ, ଅନ୍ଧ। ଆପଣ ନିଶ୍ଚୟ ପଚାରି ଦେଖନ୍ତୁ ଆଜ୍ଞା, ମୁଁ ମିଛ କଥା କହୁଛି ନା ସତ କଥା କହୁଛି? ସୀତା, ଏ ସୀତା, ତମେ ମତେ ମିଛ କହି এই রাজাবংশ তুমি বাহাই পড়ছ? হাতরে শঙ্খা, মথারে সিন্দুর, বেকরে মঙ্গলসূত্র। হে ভগবান, মতো মারি দৌল কাহিকি? ଦୁର୍ଗା, সীতা, ତୁ କଣ ପାଇଁ ଏଠିକୁ ଆସିଛୁ? କଣ ଜାଣିପାରେ କି? তোমাকে পরে মো জীবন দিয়ে ভালো পাই সারিছি। তোমাকে বাহা হেবি বলে অনেক স্বপ্ন দেখি চাইছি। তুমি মতো কিন্তু হক কহিছিল, তুমি পুরো মিছ কহি এখানে চালি আসছ। ମୋ ଭଲ
ଯାଉଥିଲି ହଁ କେତେବେଳେ ଆରେ ସେଇଦିନ ପରା ତୁ ମୋର ମାନ ସମ୍ମାନକୁ ମାଟିରେ ମିଶେଇ ଦେଇଥିଲୁ ଆଉ ଆଜି ମୁଁ ଗୋଟିଏ ସୁନାର ସଂସାର ଗଢ଼ିବାକୁ ଯାଉଛି ସେ ସବୁକୁ ସହି ନେବାରେ ମୋ ସଂସାରକୁ ଏଠାକୁ ଭାଙ୍ଗିବା ପାଇଁ ଚାଲି ଆସିଲ ମିଛ କହୁଛ ଏ ଭୂୟାର ଆଜ୍ଞା ସତ କହୁଛି ତମ ଭାଣୁଜୀ ମତେ କଥା ଦେଇଥିଲା ହଁ ବାହା ହେବି ବୋଲି ସତରେ ଆଜ୍ଞା ହଁ ତମେ କଣ ମୋ କଥାକୁ ବିଶ୍ୱାସ କରିପାରୁନ ଆଜ୍ଞା ଆପଣଙ୍କ କଥାକୁ କାହିଁକି ମୁଁ ବିଶ୍ୱାସ କରିବି ମତେ ମିଛ କହି ଦେଖିଲା ବେଳକୁ ମହାରାଜ ସହିତ ବାହା ହେଇଯାଇଛି ଆଉ ଆପଣଙ୍କ ପାଖରେ କଣ ପରମାଣ ଅଛି କି ଆଜ୍ଞା ଅଛି ଅଛି ଯାହା କହିଲେ ମୁଁ କଣ ସହଜରେ ଛାଡ଼ିବା ଲୋକ ସେଟା କଣ ଭାବୁଛ ତମେ ମତେ ଏମିତି ମିଛ କହି କଥାଟାକୁ ଫାଙ୍କି ଦେବି ବୋଲି ଭାବୁଛ ଏଇ ସେଦିନର କଥାକୁ ତମେ ଭୁଲିଗଲ ନା କଣ ସେଇଦିନ କଥା ହଁ ଆରେ କୋଉ ଦିନର କଥା ମୁଁ ଜମାର କିଛି ଜାଣିନି ତମେ ଆଉ ମୁଁ ଯୋଉ ଏକାଠି ଥିଲୁ ସେ କଥାକୁ କଣ ତମେ ଭୁଲିଗଲ ମୋ ପାଖରେ ସବୁ ଅଛି ତମେ ଯଦି ମତେ ମିଛ କହିବା ପାଇଁ ଚେଷ୍ଟା କର ତାହେଲେ ଭିଡ଼ିଓଟାକୁ ଯାଇ ମହାରାଜା ପାଖରେ ଦେଖେଇଦେବି ଏ ରାଜ୍ୟର ସମସ୍ତଙ୍କୁ ଜଣେଇଦେବି ଓ ତାମାନେ ମୋ ଆଗରେ ପୁଣି ଧମକ ଦଉଛି ଧମକ ଆରେ ମୁଁ କାହିଁକି ତମକୁ ଧମକ ଦେବି ଦେଖେଇଦେବି ନା ଦେଖେଇଦେବି ଆଉ ଯାଉନ ଦେଖେଇ ଦେବାର ଅଛି ଦେଖାଅ ଦେଖେଇଦେବି କିନ୍ତୁ ତୁମ ସେଇ କଥାରେ ମୋ ଜମାରୁ ଡରିବା ଲୋକ ନୁହ ଠିକ ଅଛି ହରିହର ଆରେ ତମେ ତ ହଉଛ ମୋ ପିଲାଦିନର ସାଙ୍ଗ ଆଜ୍ଞା ତମକୁ ମୁଁ କଣ କେଉଁ କଥାଟାକୁ ଲୁଚେଇଛି ନା ଆଜ୍ଞା ଆଚ୍ଛା ନା ଆସ ଦେଖିବ ଆସ ଏ ଭାଣଜିଲ এইটা কଣ কিরে মা এটা কଣ সীতা এইটা কଣ মিছ হ্যাঁ? ଓ ତାମାନେ ସେଇ ସ୍ମୃତି ଗୁଡ଼ାକୁ ରଖି ମତେ ଆଜି ଧମକ ଦେବ ନାଇଁ ତମକୁ ମୁଁ ଧମକ ଦଉନି ବରଂ ମୋ ଅଧିକାରକୁ